ସାର୍ ନମସ୍କାର। ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟ କାଲିମେଳାର ଜଣେ ଶିକ୍ଷକ। ଏଠାରେ ଗଣିତ ବିଜ୍ଞାନ ପଢ଼ାଏ, କିନ୍ତୁ ମନରେ ବହୁତ ଇଚ୍ଛା ଥିଲେ ବି ମୁଁ ସେମାନଙ୍କୁ ଯେଉଁ ଆଜି ଦେଖେଇଲେ ରୋବୋଟିକ୍ ବିଷୟରେ, ଯେଉଁ ଏମର୍ଜିଂ ଟେକ୍ନୋଲୋଜି ବିଷୟରେ ଶିଖେଇଲେ, ତାଙ୍କୁ ଆମର ସବୁ ଜିନିଷ ତ ନାହିଁ, ଯାହା ବି ଅଛି ସ୍କୁଲରେ ଆମେ ଦେଖେଇଛୁ। ଏବଂ ଆପଣମାନେ ଆସିକି ପିଲାଙ୍କୁ ଯେଉଁ ବାସ୍ତବ ଜିନିଷ ଯାକ ଦେଖେଇଲେ ସେମାନେ ବହୁତ ଖୁସି ହେଲେ। ଏବଂ ଆଶା ରଖିବି ଆକୁ ଦେଖିଲେ ପିଲାମାନଙ୍କ ଯେଉଁ ମନରେ ଆଜି ଗୋଟେ କ୍ୟୁରିସିଟି ଆସିଲା, ସେମାନେ ଭବିଷ୍ୟତରେ ନିହାତି ଭାବରେ ଆକୁ ବେସ୍ କରିକି ଆଗକୁ ବଢ଼ିବେ। ଏବଂ ପିଲାମାନଙ୍କୁ ପଚାରୁଥିଲି, ସେମାନେ ବି କହିଲେ ସାର୍ ଏମିତି ପ୍ରୋଗ୍ରାମ୍ ଯଦି ବର୍ଷକୁ ଥରେ ବି ହେଇଥାନ୍ତା ବିଦ୍ୟାଳୟରେ, ହୁଏତ ଆମେ ଆହୁରି ଆଗକୁ ଯାଇପାରିଥାନ୍ତୁ। ଏବଂ ଯେଉଁ ମୁଁ ତ 3ଟା ଯେଉଁ ଗ୍ରୁପ୍ କରିଥିଲି, ସେ 3ଟା ଗ୍ରୁପ୍ରୁ ଗୋଟେ ଗ୍ରୁପ୍କୁ ଯାଇକି ବୁଝିଲି, ଯେଉଁ ସାର୍ମାନେ ପଢ଼ଉଥିଲେ, ବୁଝଉଥିଲେ, ଦେଖାଉଥିଲେ, ଏତେ ସୁନ୍ଦର ଏବଂ ପ୍ରାଞ୍ଜଳ ଭାବରେ ଦେଖାଉଥିଲେ ଯେ ତାହା କହିଲେ ବି ଅତ୍ୟୁକ୍ତି ହେବ। ଏବଂ ପ୍ରଥମତଃ ସାଇବର ସିକ୍ୟୁରିଟି ଉପରେ କିପରି ଭାବରେ ପିଲାମାନଙ୍କୁ ଆଜିକାଲି ଠକେଇ ହେଉଛି, ପିଲାମାନଙ୍କର ପରିବାରରେ ମଧ୍ୟ ସେମାନଙ୍କୁ ବାପା ମାଆଙ୍କର ମଧ୍ୟ ଠକେଇ ହେଉଛି, ତ ସେଇଗୁଡ଼ାକ ଠାରୁ କେମିତି ସେମାନେ ଦୂରକୁ ରହିବେ ଏବଂ ସାଇବର କ୍ରାଇମ୍ର ଶିକାର ନ ହେବେ ତା ବିଷୟରେ ଶିଖେଇଲେ। ତାପରେ ଆସିଲେ ଆମର ଯେଉଁ ରୋବୋଟିକ୍ ଉପରେ, ଯେଉଁ ଟେକ୍ନୋଲୋଜି ଉପରେ ସେମାନେ ବିଭିନ୍ନ ପ୍ରକାରର ଅଡ୍ରିନୋ, ବିଭିନ୍ନ ପ୍ରକାରର ଇନଷ୍ଟ୍ରୁମେଣ୍ଟକୁ ଛୁଇଁଲେ, ଦେଖିଲେ, ନିଜେ ମଧ୍ୟ ଅପରେଟ୍ କଲେ। ସେ ସୁଯୋଗ ଆଜି ତାଙ୍କୁ ଦେଇଥିବାରୁ ସାର୍ ମୁଁ ଏଇ ଆପଣଙ୍କର ଓକାକକୁ ଏବଂ OKCLକୁ ଧନ୍ୟବାଦ ଦେଉଛି।